ମଙ୍ଗନ ବାହାଘରର ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ। ମଙ୍ଗନଟି ବାହାଘର ପୂର୍ବଦିନ ହୋଇଥାଏ। ଆଉ ସେଇଦିନ ହିଁ ସବୁକିଛି ଶୁଭ ଅନୁକୂଳ ହୋଇଥାଏ। ଘରର ଭାଉଜ ମୁଖ୍ୟତଃ ଏହି କାମଟି କରିଥାଏ ନିଜର ଦିଅର ବା ନଣନ୍ଦ ବାହାଘରରେ। ଇଏ ଆମର ଭାଉଜ ମାନେ ମୋ ପୁତୁରା ବୋହୂ। ଭଣ୍ଡାରୀ ଆସିବା ଟିକେ ଡେରି ହେଲା ବୋଲି ସେମାନେ ନିଜେ ନିଜେ ଜଲ୍ଦି ଜଲ୍ଦି ସବୁ କାମ କରି ପକାଇଲେ। ସହର ଜାଗାରେ ଗାଁ ପରି ଏତେ ନୀତି ନିୟମ ଉପରେ ଜୋର ଦେଇ ହୁଏ ନାହିଁ। ଯେତେ କାମକୁ ଶୀଘ୍ର ଶୀଘ୍ର କରିବ ସେତେ ଶୀଘ୍ର କାମ ଛିଣ୍ଡିଯିବ। ବାହାଘର ଯେଉଁ ଜଞ୍ଜାଳିଆ କାମ ଆପଣମାନେ ଯିଏ ବି ବାହାଘର କରିଥିବେ ସେ କଥା ଜାଣିପାରିଥିବେ। ତେଣୁ ତା'ର ଭଉଣୀ ଭାଉଜ ସବୁ ଜଲ୍ଦି ଜଲ୍ଦି ବାହାରି ପଡ଼ୁଥିଲେ ମଙ୍ଗନ କାର୍ଯ୍ୟକ୍ରମରେ। ଆଉ ମୋ ପୁତୁରା ବୋହୂ ମାନେ ତା ଭାଉଜର ତ ଏଇଟା ମୁଖ୍ୟ କାମ। ଯିଏ ଯେତେ ସହଯୋଗ କଲେ ବି ସେ ଏଥିରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା। ଆଉ ସତ କହିବାକୁ ଗଲେ ଆମର ଏ ବୋହୂଟି ସଜାସଜିରେ ଭାରି ଧୁରନ୍ଧର। ଖୁବ୍ ସୁନ୍ଦର ପ୍ରତ୍ୟେକ କାମକୁ ସଜାସଜି କରିପାରେ। ଆଉ ସିଏ ତ ତା କାମରେ ଲାଗିଥିଲା। ସବୁ ସଜାସଜି ସେ ହିଁ କରିଥିଲା। ଯେଉଁ ମଙ୍ଗନ ହାଣ୍ଡିରେ ଚିତା ଦେବାଠୁ ଆରମ୍ଭ କରି ଦେଖୁନାହାନ୍ତି କେମିତି ନିପୁଣ ଭାବରେ ସେ କରିଚାଲିଛି। ତା କର୍ତ୍ତବ୍ୟ ସେ ଖୁବ୍ ନିଖୁଣ ଭାବରେ କରିଥିଲା। ଯାହା ବି ହେଉ ସମସ୍ତେ ମିଶି ମାଆଙ୍କ ମନ୍ଦିରକୁ ଗଲେ। ଆଉ ସେଇଠି ମଙ୍ଗନ କାର୍ଯ୍ୟକ୍ରମ କରିକି ଫେରି ଆସିଲେ। ସବୁ କାମ ବହୁତ ଜଲ୍ଦି ଜଲ୍ଦି କରିବାକୁ ଥିଲା। ପୂର୍ବଦିନ ମେହେନ୍ଦୀ କାର୍ଯ୍ୟକ୍ରମ ହୋଇଥିଲା। ବହୁତ ନାଚ ଗୀତ ହୋଇଥିଲା। ସମସ୍ତେ ଡେରି ରାତିରେ ଶୋଇଥିଲେ। ତଥାପି ଧଡ଼ପଡ଼ ହୋଇ ଆଗ ମଙ୍ଗନ କାମ କରିବାକୁ ପଡ଼ିଲା। କାହିଁକିନା ୟା ପରେ ପୁଣି ହଳଦୀ କାର୍ଯ୍ୟକ୍ରମ ହେଲା ପରେ ଖିଆପିଆ ହେବ। ଝିଅ ଯିବ ପାର୍ଲରକୁ ଆସିଲା ବେଳକୁ ତ ସନ୍ଧ୍ୟାବେଳକୁ ପୁଣି ବାହାଘର କାମ ହେବ। ତେଣୁ କେଉଁଠି ଟିକିଏ ଡେରି କରିଦେଲେ ସବୁ କାମ ଗଡ଼ବଡ଼ ହୋଇଯିବ। କେହି କାହାକୁ ଅପେକ୍ଷା ନ କରି ସମସ୍ତେ ନିଜ ନିଜ କାମ କରୁଥିଲେ। ମୁଁ ତ ଆଗରୁ କହିଥିଲି ମୁଁ ସବୁବେଳେ ଏଠି କାର୍ଯ୍ୟକ୍ରମରେ ଯୋଗ ଦେଇ ଘରକୁ ଫେରି ଯାଉଥିଲି। ସେଦିନ ଫେରିଲା ବେଳେ ବାଟରେ ଟିକେ ଦୋଳି ଖେଳିଲି। ଆଜି ଆଉ ସେ ଦୋଳି ଦେଖାଉନି ମ, ସେଇଟା ତ ଆପଣଙ୍କୁ ଆଗରୁ ଦେଖାଇ ସାରିଛି। ମୁଁ ଦୋଳି ଫୋଳି ଖେଳି ସେଠୁ ଆଇଲା ବେଳକୁ ଏଠି ମଙ୍ଗନ କାମ ଶେଷ ହୋଇଯାଇଛି। ମୁଁ କହିଲି ଭଲ ହେଲା। ଝିଅର ଭଉଣୀ ଭାଉଜ ମାଉସୀ ମାଇଁ ସମସ୍ତେ ତ ଥିଲେ। ସେମାନେ ଟିକେ କାମ କରନ୍ତୁ। ମୁଁ ପ୍ରାୟ ଏବେ ଅବସର ବୟସରେ ପହଞ୍ଚିଲିଣି। ମୁଁ ଖାଲି ତଦାରଖ କରିବି। ଆଉ ମୋର କିଏ ଏତେ ପରିଶ୍ରମ କରୁଛି। ମୁଁ ବି ଟିକେ ଠକ ହୋଇଗଲିଣି ଧୀରେ ଧୀରେ। କାହିଁକିନା ପିଲାମାନେ ତ ସବୁ କରିଦେଉଛନ୍ତି। ଅବଶ୍ୟ ଏଇଟା ଗୋଟିଏ ଖୁସିର କଥା। ମୁଁ ଟିକେ ଡେରିରେ ପହଞ୍ଚିଲା ବେଳକୁ ସବୁ କାମ ପ୍ରାୟ ସରିଥିଲା। ସେମାନେ ମଙ୍ଗନ କାମ ସାରି ଆସି ମଣ୍ଡପରେ ପହଞ୍ଚି ଯାଇଥିଲେ। ଆଜିକାଲି ତ ଫଟୋ ଉଠା ଆଲବମ୍ ବନିବ ଏସବୁ ରହୁଛି। ତେଣୁ ମଙ୍ଗନରେ ଯେଉଁ ଶାଢ଼ୀ ପିନ୍ଧିଛନ୍ତି ସେଇଟା କ'ଣ ଆଉ ହଳଦୀ କାର୍ଯ୍ୟକ୍ରମରେ ପିନ୍ଧିବେ କି? ଏମାନେ ସବୁ ଖାଲି ଲୁଗାପଟା ବଦଳା ବଦଳିରେ ବ୍ୟସ୍ତ ରହୁଥିଲେ। ରାତିକି ତ ପୁଣି ଆଉ ଦଫାଏ ସଜ ଅଛି। ସିଏ ତ ସବୁଠୁ ମୁଖ୍ୟ ସଜ, ସେ କଥା ଛାଡ଼ନ୍ତୁ। ହେଲେ ହଳଦୀ କାର୍ଯ୍ୟକ୍ରମକୁ ବି ତ ପୁଣି ହଳଦିଆ ପିନ୍ଧିକି ଆସିବେ ନା। ଦେଖୁନାହାନ୍ତି ଆମ କୁନି ବି ହଳଦିଆ ଫ୍ରକ୍ ଖଣ୍ଡେ ପିନ୍ଧିକି ବୁଲୁଛି। ଆଉ ଆମର ଇଏ ସମସ୍ତେ ବି ହଳଦିଆ ପିନ୍ଧିଥିଲେ। ଆଉ ମୁଁ ତ ଏବେ ମୋ ବେଶ ପୋଷାକର 60 ଭାଗ ମୋ ଝିଅ ବୋହୂଙ୍କୁ ଛାଡ଼ିବାକୁ ବାଧ୍ୟ ହୋଇଛି। 40 ଭାଗ ମୋ ହାତରେ ରଖିଛି। ଯେଉଁଟା ବେଶୀ ମୋତେ ଭଲ ଲାଗୁନି ସେଥିରେ ମୁଁ ପାଟିତୁଣ୍ଡ କରିକି ସେ କାମଟି କରୁନି। ଏଇ ଯେମିତି ଟିକେ ସଜ ହେବା, ନେଲ୍ ପଲିସ୍ ଲଗାଇବା କି ଲିପଷ୍ଟିକ୍ ଲଗାଇବା ଏଗୁଡ଼ା ମୁଁ କେବେ ବି ଗ୍ରହଣ କରିପାରିବିନି। ଏଠି ଗୋଟେ ନୂଆ କଥା ମୁଁ ଦେଖିଲି। ଏଇ 4 ଭଉଣୀ ତାଙ୍କ ଭଉଣୀକୁ ଆଣି ଏଇଭଳି ଭାବରେ ମଣ୍ଡପରେ ଛାଡ଼ିଲେ। ଯେମିତି ବେଦିକି ଭାଇମାନେ ଝିଅକୁ ନିଅନ୍ତି ସେମାନେ ସେମିତି ହଳଦୀ ମଣ୍ଡପକୁ ଭଉଣୀମାନେ ଆଣିଲେ। ଆସିଲା ପରେ ବର୍ଷା ମଣ୍ଡପରେ ବସିଗଲା। ତାପରେ ତ ପୁଣି କାର୍ଯ୍ୟକ୍ରମ ଆରମ୍ଭ ହେବ। ଆମର ଯେଉଁ ପାନଗୁଆ ଛେଚାଯାଏ ତା'ର ଗୋଟେ ମହତ୍ତ୍ୱ ରହିଛି। ବାହାଘର ପରେ ସାଂସାରିକ ଜୀବନ ଆରମ୍ଭ ହୁଏ। ସଂସାର ଭିତରେ ଘର କରିଥିଲେ ପଥର ପଡ଼ିଲେ ସହି। ଏଇ ତାତ୍ପର୍ଯ୍ୟକୁ ମନେ ରଖିବା ପାଇଁ ବୋଧହୁଏ ଏହି କାର୍ଯ୍ୟକ୍ରମଟି ହୁଏ। ଯାହା ବି ହେଉ ସେ କାମଟି ସରିଲେ ସିନା କିଏ ହଳଦୀ ଲଗାଇବ। ତେଣୁ ତା'ର 7 ଅହ୍ୟ ମିଶିକି ତା'ର ମୁଣ୍ଡ କାନ୍ଧ ଆଣ୍ଠୁ ପାଦ ଏମିତି ସବୁ ଜାଗାରେ ହଳଦୀ ପାନପତ୍ର ଆଉ ଗୁଆ ଛେଚିକି ଖସେଇ ଦେଲୁ। ସେ କାମ ସରିଲେ ଝିଅ ବୋହୂମାନେ ତାଙ୍କର ଖୁସି ମଜା କାମ କରିବେ। କିନ୍ତୁ ଏଇଟା ତ ଗୁରୁତ୍ୱପୂର୍ଣ୍ଣ କାମ ନା। ଏଗୁଡ଼ା ପ୍ରଥମରୁ ଆମ ପରମ୍ପରାରେ ଥିଲା।
ହେଲେ ତାକୁ ଅଧିକ ମନମତାଣିଆ କରିବା ପାଇଁ ବିଭିନ୍ନ ସମ୍ପ୍ରଦାୟର ପ୍ରଥାକୁ ପୂରେଇ ହଳଦୀ ମେହେନ୍ଦି ଆଦି କାର୍ଯ୍ୟକ୍ରମ ହେଉଛି। ସବୁ ପିଲାଙ୍କର ତ ଆଗ୍ରହ, ବିରୋଧ କରି ଲାଭ କ'ଣ? ଗୋଟେ କଥାକୁ ଅତି ଜୋର ଦେଇ ବିରୋଧ କରିବାକୁ ମୁଁ କେତେବେଳେ ପସନ୍ଦ କରେ ନାହିଁ। ବରଂ ଯଦି ସହଜ ଭାବରେ ପିଲାଙ୍କ ଖୁସିରେ ଟିକେ ଖୁସି ହେଇପାରୁଛେ ସେଥିରେ କ୍ଷତି କ'ଣ? ସେ ତ ଆମ ପରମ୍ପରାକୁ ନଷ୍ଟ କରିନାହାନ୍ତି। ମଙ୍ଗନ କାମ ତ ହେଲା, ତା ସାଙ୍ଗରେ ହଳଦୀ କାମଟା ଟିକେ ଯଦି ଭିନ୍ନ ଢଙ୍ଗରେ ହେଲା, ଆମେ ଗୁରୁଜନମାନେ ଏତେ ବେଶୀ ଆପତ୍ତି କରିବାର ବା କ'ଣ ଅଛି? ତେଣୁ ଆମେ କିଛି ନ କହି ସମସ୍ତେ ସେଥିରେ ସାମିଲ ହେଇଥିଲୁ। ଆଉ ମୁଖ୍ୟତଃ ପିଲାମାନେ ଏଥିର ମଜା ନେଉଥିଲେ। ସମସ୍ତେ ଯାଇ ବର୍ଷାକୁ ହଳଦୀ ଲଗାଇ ଦେଇ ଆସିଲେ। ତାପରେ ସେମାନେ ଯେଉଁ ପାଣି ଢଳାଢଳି ହେଲେ, ମୋତେ ତ ଭୋକ ହୋଇଯାଇଥିଲା। ମୁଁ ଖାଇବାକୁ ପଳେଇଥିଲି। ସେ ଭିଡ଼ିଓ ବି ମୋ ପାଖେ ନାହିଁ। ସତ କହିବାକୁ ଗଲେ ଏତେ ସବୁ ନିଜ ଲୋକ ମେଳକୁ ଛାଡ଼ି ଠିଆ ହେଇ କେଉଁଠି ଯାଇ ଭିଡ଼ିଓ କରିବା ଜମା ସମ୍ଭବ ହେଉନଥିଲା। ଏଇ ଯେତେ ସବୁ ଭିଡ଼ିଓ ବି ମୁଁ ୟାଠୁ ତାଠୁ ମାଗି ଯାଉଛି ଏକାଠି କରିଛି। ତଥାପି ଏ ଭିଡ଼ିଓ ସବୁ ନିଶ୍ଚୟ ଆପଣମାନଙ୍କୁ ଭଲ ଲାଗିବ ବୋଲି ମୋର ବିଶ୍ୱାସ। ଦେଖୁନାହାନ୍ତି, ସବୁ ଝିଅ ବୋହୂ ତାକୁ ହଳଦୀ ଲଗାଇ ଦେଉଛନ୍ତି। ମୁଁ କ'ଣ ଆଉ ସେଥିରୁ ବାଦ ଯାଇଛି ନା କ'ଣ? ମୋର ଏ ହଳଦିଆ ଖଣ୍ଡ ଶାଢ଼ୀ ଖଣ୍ଡକ ସାବିତ୍ରୀ ବେଳେ ହେଇଥିଲା ଝିଅ ବୋହୂଙ୍କ ତାଡ଼ନାରେ। ଆଉ ହଳଦୀ ରଙ୍ଗଟା ତ ଆଙ୍କର ପସନ୍ଦ। ମୁଁ ବି କାହିଁ ମନା କରିଥାନ୍ତି ହଳଦିଆ ଶାଢ଼ୀଟେ କରିବାକୁ। ସେମାନେ ସବୁ ଆଗ୍ରହରେ ନିଜ ନିଜର ହଳଦୀ ରଙ୍ଗର ଶାଢ଼ୀ କରିଥିଲେ। ଯାଇକି ଦେଖିଲି ସତକୁ ସତ ସମସ୍ତେ ତ ହଳଦିଆ ପିନ୍ଧିଛନ୍ତି। ଆମେ ନ ପିନ୍ଧିଥିଲେ ବଗ ପଲରେ କାଉ ଭଳିଆ ଦିଶିଥାନ୍ତୁ, ଲାଭଟା କ'ଣ ହେଇଥାନ୍ତା? ତେଣୁ ଯେଉଁଟା ଖୁସି ମଜାରେ ଗୋଟେ ଠିକ୍ କରାହେଇଛି, ପରିବାର ଭିତରେ ସମସ୍ତେ ମାନି ନେଲେ କ୍ଷତି କ'ଣ? ସମସ୍ତେ ହଳଦୀ ଗୁରୁ ହେଇ ଝିଅକୁ ହଳଦୀ ଲଗାଇ ନିଜ ମନ ମୁତାବକ ଫଟୋ ଉଠାଇ ନେଉଥିଲେ। ଆଉ ମୁଁ ବି କିଛି ଫଟୋ ଉଠାଇଥିଲି। ସେ ଫଟୋ ସବୁ ବି ଆପଣଙ୍କୁ ଦେଖାଉଛି। ଆପଣ ତ ସମସ୍ତଙ୍କୁ ଚିହ୍ନି ପାରିବେନି, ହେଲେ ଆମ ପରିବାରର ଯିଏ ଅଛନ୍ତି ସେମାନଙ୍କୁ ଆପଣ ନିଶ୍ଚୟ ଚିହ୍ନି ପାରୁଥିବେ। ଆମର କିଏ ସବୁ ଅଛନ୍ତି କହିଲେ? ଆଉ ଜଣେ ଥାଇକି ବି ସବୁଠି ଯୋଗ ଦେଇପାରୁନି, ସିଏ ହେଲା ଲିପି। ତା'ର 2ଟି ଚେଲା, ପୁଣି ଛୋଟ ଛୋଟ। ମୋ କଥା ବୁଝିପାରିଲେ ତ? ତା'ର 2ଟି ପିଲା। ମୁଁ ଥଟ୍ଟାରେ ଚେଲା କହିଦେଲି ମ। ସେମାନେ ପୁଣି ଛୋଟ ଛୋଟ, ତେଣୁ ସେ ସେମାନଙ୍କୁ ସମ୍ଭାଳିବାରେ ବେଶୀ ସମୟ ଦେଉଥିଲା। ନହେଲେ ଏଇଭଳି ଗହଳି ବେଳେ କେଉଁଠି କେଉଁ ପିଲା ଝୁଣ୍ଟି ପଡ଼ିଯିବ, ସବୁ ଖୁସି ତ ଫସର ଫାଟିଯିବ ନା। ସେଥିପାଇଁ ମୁଁ ବି ତାକୁ କିଛି ବାଧ୍ୟ କରୁନଥିଲି। ଯାହା ବି ହେଉ, ବହୁତ ଖୁସି ମଜା ଭିତରେ ସେଦିନର ହଳଦୀ କାର୍ଯ୍ୟକ୍ରମ ବି ସମାପ୍ତ ହେଲା। ହଳଦୀ କାର୍ଯ୍ୟକ୍ରମ ପରେ ସମସ୍ତେ ଖିଆପିଆ କଲେ। ଆଉ ଝିଅ ପାର୍ଲରକୁ ଗଲା। ତାପରେ ଝିଅ ବୋହୂମାନେ ବି ନିଜେ ନିଜେ ସଜବାଜରେ ଲାଗି ପଡ଼ିଲେ। ମୁଁ ବି ଟିକେ ସଜ ହେଇଥିଲି ମ। ସେ ସବୁ ଆପଣଙ୍କୁ କାଲି ମୁଁ ନିଶ୍ଚୟ ଦେଖେଇବି। ମଝିରେ ରଥଯାତ୍ରା ପଡ଼ିଗଲା ବୋଲି ମୁଁ ଆପଣମାନଙ୍କୁ ଏ ଭିଡ଼ିଓ ଦେଖେଇବା ବିଳମ୍ବ କଲି। ହେଲେ ଆଉ ଡେରି କଲେ କଥାର ମଜା ରହିବନି। ଆମର ଏଇଠି ଛୁଆମାନେ ବି ସବୁ ହଳଦିଆ ଡ୍ରେସ୍ ପିନ୍ଧିଥିଲେ, ଆଉ ସମସ୍ତେ ଖାଉଥିଲେ। ଆଉ ଆମେ ସବୁ ଗୁରୁଜନ ବି ସେଇଠି ଗପୁଥିଲୁ। ଆଉ ଇଏ ପୁରା ଆମ ଝିଅର ବୋଉ ସାନ୍ତାଣୀ ମୋରି ପାଖରେ ବସିଛି। ବିଚରା ବହୁତ ବ୍ୟସ୍ତ ରହୁଥିଲା। ତା ସହିତ ଫଟୋଟିଏ ଉଠାଇବାକୁ ବି ସୁଯୋଗ ମିଳୁନଥିଲା। ତେଣୁ ମୁଁ ତାକୁ ପାଖରେ ପାଇଲା ମାତ୍ରେ ତା ସାଙ୍ଗେ ଟିକେ ଫଟୋ ଉଠାଇ ଦେଉଥିଲି। ସବୁ କାମ ବେଶ୍ ସୁରୁଖୁରୁରେ ହେଲା। ଭଗବାନଙ୍କ ଦୟାରୁ ବାହାଘର ବି ଖୁବ୍ ଭଲରେ ହେଇଛି। ସେ ଭିଡ଼ିଓ ମୁଁ ନିଶ୍ଚିତ ଭାବରେ କାଲି ଆପଣମାନଙ୍କୁ ଦେବି। ମୋର এই ହଳଦୀ ଭିଡ଼ିଓ କେମିତି ଲାଗିଲା କହିବେ। ଆଉ ସମସ୍ତେ ଆପଣଙ୍କୁ କେମିତି ଲାଗୁଥିଲେ ତାହା ବି କହିବେ। ଆଉ ମୁଁ ଆଉ ମୋ ଝିଆରୀର ଫଟୋ ଆପଣଙ୍କୁ କେମିତି ଲାଗିଲା ସେ କଥାଟା କହିବାକୁ ଜମା ବି ଭୁଲିବେନି। ସେଇଥିପାଇଁ ମୁଁ ସେ ଫଟୋଟିକୁ 2 ଥର ଦେଇଦେଇଛି। ମୋର ଆଉ ଯେଉଁ ଝିଆରୀ ବାହାଘର ରହିଲା ସେ ତ ଖୁବ୍ ଛୋଟ। ମୁଁ ସେତେବେଳକୁ ଥିବି କି ନାହିଁ କି